ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି ଆଉ କ'ଣ କରୁଛନ୍ତି? ସାଧୁ ପାଉଲ କହୁଛନ୍ତି ସୁସମାଚାର ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ। ଆମକୁ ଉଦ୍ଯୋଗୀ ହେବାର ଅଛି ପ୍ରଭୁଙ୍କ ରାଜ୍ୟ ନିମନ୍ତେ ବ୍ୟବହାର ହେବା ପାଇଁ। ଆମକୁ ଉଦ୍ଯୋଗୀ ହେବାର ଅଛି ପ୍ରଭୁ ଯୀଶୁଙ୍କର ସାକ୍ଷୀ ହେବା ପାଇଁ। ସେଥିପାଇଁ ତ ସେ ଆମକୁ ମନୋନୀତ କରିଛନ୍ତି। ଯେତେବେଳେ ସେ ଜଗତରେ ଥିଲେ ସେ 12 ଶିଷ୍ୟକୁ ମନୋନୀତ କଲେ। ସେ ଶିଷ୍ୟମାନଙ୍କ ମଧ୍ୟରେ ପିତର ଆଉ ଜହନ ଆମେ ଦିନେ ଦେଖୁଛେ ସେ ମନ୍ଦିରକୁ ଯାଉଛନ୍ତି। ଆଉ ସେ ମନ୍ଦିର ସମ୍ମୁଖରେ ଜନ୍ମରୁ ଖଞ୍ଜ ଜଣେ ଭିକାରୀ ବସି ଭିକ ମାଗୁଥିଲା। ଆଉ ଯେତେବେଳେ ସେ ପିତର ଆଡ଼କୁ ଚାହିଁଲା, ପିତର କହିଲା, ସୁନା କି ରୂପା ଆମଠାରେ ନାହିଁ, କିନ୍ତୁ ଆମ ପାଖରେ ଯାହା ଅଛି ତାହା ଆମେ ତୁମକୁ ଦେଉଅଛୁ। ପ୍ରଭୁ ଯୀଶୁଙ୍କ ନାମରେ ଚାଲ। ତାଙ୍କ ପାଖରେ କ'ଣ ଥିଲା? ତାଙ୍କ ପାଖରେ ପ୍ରଭୁ ଯୀଶୁ ଥିଲେ, ଯିଏ ଆପଣମାନଙ୍କୁ ଆହ୍ୱାନ କରିଛନ୍ତି। କହିଛନ୍ତି ତୁମେ ଭୟ କର ନାହିଁ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। ତୁମେମାନେ ଯାଅ, ସମସ୍ତ ମାନବ ଜାତି ନିକଟରେ ସୁସମାଚାର ପ୍ରଚାର କର। ଆମକୁ ତାଙ୍କ ସାକ୍ଷୀ ହେବାର ଅଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।